ଆଜି ଆମେ କଥା ହେବା ଓଡ଼ିଶା ବିଷୟରେ। ଏମିତି ଏକ ଜାଗା ଯେଉଁଠି ପ୍ରକୃତିର ଅପାର ସମ୍ଭାର ସହ ଆଧୁନିକତାର ଆହ୍ୱାନ ମୁହାଁମୁହିଁ ହୋଇଛି। ଆସନ୍ତୁ ଟିକେ କଳ୍ପନା କରିବା, ଏମିତି ଗୋଟେ ଜାଗା ଯେଉଁଠି ଦୁନିଆର ଏକମାତ୍ର କଳା ବାଘ ରାତିର ଅନ୍ଧାରରେ ବୁଲୁଛି, ଆଉ ସେପଟେ ସମୁଦ୍ର କୂଳରେ ଲକ୍ଷ ଲକ୍ଷ କଇଁଛଙ୍କର ଗୋଟେ ପୂରା ସେନା ଏକାଠି ହୋଇଛନ୍ତି। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? ହେଲେ ଏଇଟା କିଛି କାହାଣୀ ନୁହେଁ, ଏହା ହେଉଛି ଆମ ଓଡ଼ିଶାର ସତ। ହେଲେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଏତେ ପ୍ରକାରର ଜୀବଜନ୍ତୁ ଆଉ ଗଛପତ୍ର କାହିଁକି? ଏହାର ରହସ୍ୟ ଲୁଚି ରହିଛି ଏହାର ଭୌଗୋଳିକ ସ୍ଥିତିରେ। ଦେଖନ୍ତୁ, ଓଡ଼ିଶା କେବଳ ଗୋଟେ ରାଜ୍ୟ ନୁହେଁ, ଏଇଟା ହେଉଛି ଉତ୍ତର ଆଉ ଦକ୍ଷିଣ ଭାରତର ପରିବେଶକୁ ଯୋଡ଼ୁଥିବା ଗୋଟେ ପ୍ରାକୃତିକ ପୋଲ ଭଳି। ଏହି ଯେଉଁ ଜୈବ ଭୌଗୋଳିକ ସେତୁ କଥା କୁହାଯାଉଛି, ତାର ଅର୍ଥ କ'ଣ? ସରଳ ଭାଷାରେ କହିଲେ, ଏଠି ଉତ୍ତର ଭାରତର ପତ୍ରଝଡ଼ା ଜଙ୍ଗଲର ଜୀବଜନ୍ତୁ ଏବଂ ଦକ୍ଷିଣ ଭାରତର ଘଞ୍ଚ ସବୁଜ ଜଙ୍ଗଲର ପ୍ରାଣୀ ସମସ୍ତେ ଏକାଠି ବାସ କରନ୍ତି। ଆଉ ଏହି ଅଦ୍ଭୁତ ମିଶ୍ରଣ ହିଁ ଓଡ଼ିଶାର ଜୈବ ବିବିଧତାକୁ ଏତେ ଖାସ୍ କରିଦେଇଛି। ଆଉ ଏହି ବିବିଧତାକୁ ଆହୁରି ବଢ଼େଇ ଦେଉଛି ଏହାର ଚାରି ପ୍ରକାରର ଭୂମି। ଗୋଟେ ପଟେ ଉତ୍ତରର ପାହାଡ଼ିଆ ମାଳଭୂମି, ଆଉ ଗୋଟେ ପଟେ ପୂର୍ବଘାଟର ଘଞ୍ଚ ଜଙ୍ଗଲ, ମଝିରେ ସମତଳ ଭୂମି, ଆଉ ଶେଷରେ ସମୁଦ୍ରକୂଳ। ପ୍ରତ୍ୟେକ ଅଞ୍ଚଳ ହେଉଛି ଭିନ୍ନ ଭିନ୍ନ ପ୍ରାଣୀଙ୍କ ପାଇଁ ଗୋଟେ ଗୋଟେ ଅଲଗା ଦୁନିଆ। ଏହି ସମ୍ପୂର୍ଣ୍ଣ ଜୀବନ୍ତ ଦୁନିଆର ମୂଳଦୁଆର ଆଉ କିଛି ନୁହେଁ, ତାହା ହେଉଛି ଓଡ଼ିଶାର ବିଶାଳ ଜଙ୍ଗଲ। ଖାଲି ଗଛର ସମାହାର ନୁହେଁ, ବରଂ ଏହା ହେଉଛି ସାରା ଇକୋସିଷ୍ଟମର ହାର୍ଟ। ଆଚ୍ଛା, ଏଇ ସଂଖ୍ୟାଟା ଦେଖନ୍ତୁ ଟିକେ, 33.5%। ଏହାର ମାନେ ରାଜ୍ୟର ପ୍ରାୟ 3 ଭାଗରୁ ଭାଗେ ହେଉଛି ଜଙ୍ଗଲ। ଆଉ ଜାଣନ୍ତି, ଏଇଟା ଜାତୀୟ ହାରଠାରୁ ବହୁତ ବେଶୀ। ତେଣୁ ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏଇଟା ହେଉଛି ଓଡ଼ିଶାର ସବୁଜ ପରିଚୟ, ତାର ଗର୍ବ। କିନ୍ତୁ ସବୁ ଜଙ୍ଗଲ କ'ଣ ଏକା ଭଳିଆ? ନା। ଏହି ଚାର୍ଟ ଦେଖାଉଛି କିଛି ଜାଗାରେ ଏକଦମ ଘଞ୍ଚ ଜଙ୍ଗଲ ଅଛି, ତ ଆଉ କିଛି ଜାଗାରେ ଟିକେ ଖୋଲା ଜଙ୍ଗଲ। ଆଉ ଏହି ଯେଉଁ ଅତି ଘଞ୍ଚ ଜଙ୍ଗଲଗୁଡ଼ିକ ଅଛି ନା, ସେଗୁଡ଼ିକ ହିଁ ହେଉଛି ବାଘ, ହାତୀ ଆଉ ଅନେକ ବିରଳ ଜୀବଙ୍କ ପାଇଁ ସବୁଠୁ ସୁରକ୍ଷିତ ଘର। ଏହି ଜଙ୍ଗଲଗୁଡ଼ିକ କେବଳ ପଶୁପକ୍ଷୀଙ୍କ ଘର ନୁହେଁ, ଏହା ଆମ ପାଇଁ ବି ଏକ ପ୍ରାକୃତିକ ଔଷଧାଳୟ। ବର୍ଷ ବର୍ଷ ଧରି, ପିଢ଼ି ପରେ ପିଢ଼ି ଏଠାକାର ଆଦିବାସୀ ସମ୍ପ୍ରଦାୟ ଏହି ଜଙ୍ଗଲରୁ ହିଁ ନିଜ ରୋଗର ଉପଚାର ପାଇଁ ଆସିଛନ୍ତି। ଯେମିତିକି ସର୍ପଗନ୍ଧରୁ ଉଚ୍ଚ ରକ୍ତଚାପର ଔଷଧ କିମ୍ବା ଅର୍ଜୁନ ଛାଲରୁ ହୃଦରୋଗର। ଏ ଜ୍ଞାନ ବାସ୍ତବରେ ଅମୂଲ୍ୟ। ତେବେ ଚାଲନ୍ତୁ ଏବେ ସେହି ଜୀବମାନଙ୍କ କଥା କହିବା, ଯେଉଁମାନେ ଓଡ଼ିଶାର ନାଁକୁ ସାରା ଦୁନିଆରେ ପହଞ୍ଚାଇଛନ୍ତି। ଏମାନେ ହିଁ ହେଉଛନ୍ତି ଓଡ଼ିଶାର ପ୍ରକୃତ ମୁକୁଟମଣି। ଏକଥା ବାସ୍ତବରେ ଅବିଶ୍ୱାସନୀୟ। ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବୁଲନ୍ତି ପୃଥିବୀର ସବୁଠୁ ରହସ୍ୟମୟୀ ପ୍ରାଣୀ କଳା ବାଘ। ଏମାନଙ୍କ ଦେହରେ କଳା ପଟାଗୁଡ଼ିକ ଏତେ ମୋଟା ଆଉ ପାଖାପାଖି ଥାଏ ଯେ ସେମାନେ ଦେଖିବାକୁ ପ୍ରାୟ କଳା ହିଁ ଲାଗନ୍ତି। ଏହା ପ୍ରକୃତିର ଏକ ବିରଳତମ ଚମତ୍କାର। ଆସନ୍ତୁ ଏବେ କିଛି ସଂଖ୍ୟା ଉପରେ ଫଟାଫଟ ନଜର ପକାଇବା, ଯାହା ଏଠାକାର ପ୍ରାକୃତିକ ବୈଭବକୁ ଦର୍ଶାଉଛି। ପ୍ରଥମେ ହାତୀ। 2024 ସୁଦ୍ଧା ଓଡ଼ିଶାର ଜଙ୍ଗଲରେ 2000ରୁ ଅଧିକ ହାତୀ ବୁଲୁଛନ୍ତି। ଆଉ ଚିଲିକା? ପ୍ରତି ଶୀତଦିନେ ଏସିଆର ସବୁଠୁ ବଡ଼ ଲୁଣି ହ୍ରଦ 11 ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ କଳରବରେ ଗୁଞ୍ଜରିତ ହୋଇଉଠେ। ସାଇବେରିଆର ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବାକୁ ସେମାନେ ହଜାର ହଜାର କିଲୋମିଟର ଉଡ଼ି ଏଠାକୁ ଆସନ୍ତି। ଆଉ କଥା ହେବା ଭାରତର ସବୁଠୁ ବଡ଼ ସରୀସୃପ ଲୁଣିପାଣି କୁମ୍ଭୀରର। ଭିତରକନିକାର ନଦୀନାଳରେ 1600ରୁ ଅଧିକ ବିଶାଳାକାୟ କୁମ୍ଭୀର ରାଜୁତି କରନ୍ତି। ସତରେ ଏଟା ଭାରତରେ ସେମାନଙ୍କର ସବୁଠୁ ବଡ଼ ଗଡ଼। ହେଲେ ସବୁଠୁ ଚକିତ କରିଦେବା ଭଳି ଦୃଶ୍ୟ ହେଉଛି ଅରିବାଦା। ଏଇଟା ଗୋଟେ ସ୍ପାନିଶ ଶବ୍ଦ, ଯାହାର ମାନେ ହେଉଛି ଆଗମନ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ସମୁଦ୍ରରୁ ବାହାରି ଏକା ସାଙ୍ଗରେ ଓଡ଼ିଶା ଉପକୂଳରେ ଅଣ୍ଡା ଦିଅନ୍ତି। ଏହା ପୃଥିବୀର ସବୁଠୁ ବଡ଼ ପ୍ରାକୃତିକ ଚମତ୍କାର ମଧ୍ୟରୁ ଗୋଟିଏ, ଆଉ ଏହା ଆମ ଓଡ଼ିଶାରେ ଘଟେ। କିନ୍ତୁ ଏହି ସବୁ ସୌନ୍ଦର୍ଯ୍ୟ ଆଉ ପ୍ରାକୃତିକ ବୈଭବ ଆଜି ଏକ ଗଭୀର ସଙ୍କଟରେ। ଏହି ସ୍ୱର୍ଗ ଭଳି ପରିବେଶ ଆଉ ମଣିଷର ବିକାଶ ଭିତରେ ଯେଉଁ ସନ୍ତୁଳନ ରହିବା କଥା, ତାହା ଏବେ ଏକ ସରୁ ସୂତା ଉପରେ ଝୁଲୁଛି। ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଏହି ଚେତାବନୀ ସ୍ଥିତିଟା କେତେ ଗମ୍ଭୀର ତାକୁ ସ୍ପଷ୍ଟ କରିଦେଉଛି। କେବଳ ଗୋଟିଏ କୋଇଲା ଖଣି ପାଇଁ ଯଦି ପ୍ରସ୍ତାବିତ ଜଙ୍ଗଲ ନଷ୍ଟ ହୁଏ, ତେବେ ତାହା ହାତୀଙ୍କ ପୂରା ବଂଶ ପାଇଁ ଏକ ଭୟଙ୍କର ବିପର୍ଯ୍ୟୟ ଆଣିପାରେ। ଏହି ସ୍ଲାଇଡ୍ ହିଁ ପ୍ରକୃତ କାହାଣୀଟିକୁ କହୁଛି। ଗୋଟିଏ ପଟେ ଅଛି ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ପାଇଁ ଖଣିଜ ସମ୍ପଦର ଆବଶ୍ୟକତା, ଆଉ ଅନ୍ୟପଟେ ଅଛନ୍ତି ସେହି ବନ୍ୟଜନ୍ତୁ ଯେଉଁମାନଙ୍କ ଘର, ଚଳାପଥ ସବୁକିଛି ଏହି ଖଣି ଯୋଗୁଁ ଧ୍ୱଂସ ହେବାରେ ଲାଗିଛି।
ଏହା ହେଉଛି ବିକାଶ ଏବଂ ଅସ୍ତିତ୍ୱ ଭିତରେ ଏକ ସିଧାସଳଖ ଲଢ଼େଇ। ଆଉ ଏହି ଲଢ଼ାଇର ପରିଣାମ ଅତ୍ୟନ୍ତ ଦୁଃଖଦ। ଏହି ସଂଖ୍ୟାଗୁଡ଼ିକ କେବଳ ତଥ୍ୟ ନୁହେଁ, ଗତ 5 ବର୍ଷରେ ପ୍ରାୟ 800 ମଣିଷ ଆଉ ପ୍ରତିବର୍ଷ ହାରାହାରି 81ଟି ହାତୀଙ୍କର ଜୀବନ ଯାଇଛି। ଏହା ଉଭୟ ମଣିଷ ଆଉ ପଶୁଙ୍କ ପାଇଁ ଏକ କରୁଣ କାହାଣୀ। କିନ୍ତୁ ଏହି ଅନ୍ଧାର ଭିତରେ ଆଶାର କିରଣ ବି ଅଛି। ଏହି ପ୍ରାକୃତିକ ସମ୍ପଦକୁ ବଞ୍ଚାଇବା ପାଇଁ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଉ ଅଭିନବ ପଦକ୍ଷେପ ନିଆଯାଉଛି। ନିକଟରେ କିଛି ବଡ଼ ସଫଳତା ବି ମିଳିଛି। 2025ରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ଏକ ଐତିହାସିକ ନିଷ୍ପତ୍ତି। ସେହିପରି ସମୁଦ୍ର କୂଳରେ ବିକାଶ ଆଉ ପରିବେଶ ଭିତରେ ତାଳମେଳ ରଖିବା ପାଇଁ 2026ରେ ଏକ ବୈଜ୍ଞାନିକ ଯୋଜନା ଆରମ୍ଭ ହୋଇଛି। ତେବେ ଏହି ଲଢ଼େଇଟାକୁ ଜିତିବା ପାଇଁ ଏକ 3 ପର୍ସ୍ତିଆ ଷ୍ଟ୍ରାଟେଜି ଆପଣାଯାଇଛି। ପ୍ରଥମ କଥା ହେଲା ପ୍ରୋଟେକ୍ଟ, ମାନେ ସୁରକ୍ଷା। ଶିମିଳିପାଳକୁ ଜାତୀୟ ପାର୍କର ମାନ୍ୟତା ଦେଇ ତାର ମୂଳ ଜଙ୍ଗଲକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯାଇଛି। ଦ୍ୱିତୀୟରେ ପ୍ଲାନ୍, ଅର୍ଥାତ୍ ଯୋଜନା। ସମୁଦ୍ର କୂଳରେ କିଛି ବି କରିବା ଆଗରୁ ବିଜ୍ଞାନକୁ ଆଧାର କରି ଯୋଜନା ତିଆରି ହେଉଛି। ଆଉ ତୃତୀୟରେ ଇନୋଭେଟ୍, ମାନେ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର। AI କ୍ୟାମେରା ହେଉ କିମ୍ବା ଗଜସାଥୀ ଭଳି ଆପ୍, ଏସବୁ ମଣିଷ ପଶୁ ସଂଘର୍ଷ କମାଇବାରେ ସାହାଯ୍ୟ କରୁଛି। ଆଉ ସବୁଠୁ ବଡ଼ କଥା ହେଲା, ଓଡ଼ିଶାର ଏହି ପ୍ରୟାସ ଏବେ ବିଶ୍ୱସ୍ତରୀୟ 30x30 ଲକ୍ଷ୍ୟର ଏକ ଅଂଶ। ଏହାର ଅର୍ଥ ହେଉଛି 2030 ସୁଦ୍ଧା ପୃଥିବୀର 30% ଭୂମି ଏବଂ ସମୁଦ୍ରକୁ ସୁରକ୍ଷିତ କରିବାର ଯେଉଁ ବଡ଼ ପ୍ରୟାସ ଚାଲିଛି, ଓଡ଼ିଶା ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ତେବେ ଶେଷରେ ଏହି ବଡ଼ ପ୍ରଶ୍ନଟି ରହିଯାଉଛି, କ'ଣ ଓଡ଼ିଶା ତାର ପ୍ରାଚୀନ ପ୍ରାକୃତିକ ସମ୍ପଦକୁ ବଞ୍ଚାଇ ଆଧୁନିକ ଅର୍ଥନୈତିକ ବିକାଶ ସହିତ ତାଳ ଦେଇ ଚାଲିପାରିବ? ଏହି ଦୁଇଟି ଭିତରେ ସଠିକ୍ ସନ୍ତୁଳନ ଖୋଜିବା ହିଁ ଆଗାମୀ ଦିନର ସବୁଠାରୁ ବଡ଼ ଆହ୍ୱାନ। ଆଉ ଏହାର ଉତ୍ତର ଉପରେ ହିଁ ଓଡ଼ିଶାର ଭବିଷ୍ୟତ ନିର୍ଭର କରେ।